ଗୋମାତାଙ୍କ ବିଷୟରେ କେତେକ ପୌରାଣିକ ତଥ୍ୟ। ପୁରାଣରେ ରହିଛି ଯେ ଗାଈଙ୍କ ବେକରେ ଘଣ୍ଟି ବାନ୍ଧିଲେ ଘଣ୍ଟିର ଶବ୍ଦ ବହୁ ବାସ୍ତୁ ଦୋଷ ଦୂର କରିଥାଏ। ଗାଈଙ୍କର ଗୋଟିଏ ଆଖିରେ ସୂର୍ଯ୍ୟ ଓ ଅନ୍ୟଟିରେ ଚନ୍ଦ୍ରମାଙ୍କ ବାସ ହୋଇଥାଏ ବୋଲି କୁହାଯାଏ। ବେଦଶାସ୍ତ୍ର ଅନୁଯାୟୀ ଗାଈଙ୍କ ପୁଚ୍ଛରେ ହନୁମାନଙ୍କ ବାସ ହୋଇଥାଏ। ତେଣୁ ଖରାପ ଦୃଷ୍ଟି ଦୂର କରିବା ପାଇଁ ଏହାର ମଧ୍ୟ ବ୍ୟବହାର ହୋଇଥାଏ। ଗାଈ ପାଦରେ ଥିବା ଖୁରାରେ ନାଗ ଦେବତା ବାସ କରୁଥିବାର କୁହାଯାଏ। ଗୋମାତା ବିଚରଣ କରୁଥିବା ସ୍ଥାନରେ ସର୍ପ ବିଛା ଆଦି ପ୍ରବେଶ କରନ୍ତି ନାହିଁ। ଗୋଟିଏ ଗାଈକୁ ଚାରା ଖୁଆଇଲେ 33 କୋଟି ଦେବତାଙ୍କ ନିକଟରେ ଭୋଗ ଲାଗିବା ସହ ଏହା ସମାନ ବୋଲି ଶାସ୍ତ୍ରରେ କୁହାଯାଇଛି। ବେଦ ପୁରାଣ ଅନୁଯାୟୀ ଗୋମାତାର ସେବା କଲେ ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ। କଳା ଗାଈଙ୍କୁ ପୂଜା କଲେ ନବଗ୍ରହ ଶାନ୍ତ ରହିଥାନ୍ତି। କୌଣସି କାର୍ଯ୍ୟରେ ଯଦି ବାଧା ଥାଏ ତାହାକୁ ଗାଈଙ୍କ କାନରେ କହିଲେ ସେହି କାର୍ଯ୍ୟରେ ସଫଳତା ମିଳିଥାଏ। ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ।